शांति रे कालातिपात करंतु पारिवारिक जीवन रे सुख आउ समृद्धि सृष्टि हो एतिकी प्रार्थना करुछि। आमे प्रार्थना करुछु किंतु केउठी सुख आउ समृद्धि रही से भलिया एक परिवार खोजी बाहर करि पारबा। केतेबेले केमिति गोटे गोटे परिवार भलरे अछंती जानी खुशी हो किंतु समाज पई सेतिकी परिवार रो आवश्यक किछि नाही। तेणु विनम्र 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 भाव रे कोटि 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 प्रणाम निवेदन करी से अदृश्यता नीरव निस्पंद से निराकार परमात्मा को निराकार अलेखन को अनंत को केवल प्रणाम जनाऊँची। तो दया हेले नरहरि पंगु जेसने लंगे गिरी। तांकर जदि दया न हबो ताले पंगु केमिति गिरी लंघन करिवो। तोहर नहिले करुणा समस्ते हंती बाट बणा। तेणु आउ आमर किछि कहिबार नाही। केवल आमे जानिछु प्रभु आमको पठेइचंती किछि काम करिवा पई। सेई कामटा को केवल आमे करिवा पई चेष्टा करूछु किंतु ता सफल होउछि कि विफल होउछि ताकू मध्य हिसाब आमे करि पारिबु नहीं। तार हिसाब समाज करिब एवं तार फल सेई अदृश्य सत्ता ही देव। आज हूँ शिशु अनंत संध्यारे आज हूँ कार्तिक व्रतर आरंभ। धर्ममास कार्तिकर आरंभ। गतकालीर संध्या थिला शिशु अनंतंकर गादी काली प्रतिष्ठा होइथिले। तांकर नामकरण मध्य होइथिला। भूनि यज्ञ होइथिला। मोर बापा श्रीजुक्त सच्चिदानंद महांती ये ग्रामर किछि मान्यगण्य व्यक्ति मान को सांगे धरी उनका सफा करुथिले। हजार हजार गोखर छुआ मानकर डिंब मु निजे आखिरे देखी। से डिंबटी को फटई देला परे ता भीतर गोटे छोटिया सापपा देखा जाए। से सफा भितर आमे देखिलु कंटेई कोड़ी गछ, नाग भेणिया कंट गछ, दया गछ, यही भली अनेक गछ बोले गछ नुहे छोट छोट गछ सब औषधीय गछ ताकू आमे देखु थाउ। तारी भितरे आमे देखिबा को पाइलु गोटे सरुआ अति सरु अति वयस्क नुहे गोटे निम्ब गछ। आमे कहलु निम्ब गछटी कटा हो ये निम्ब गछ रहिला। ये जगन्नाथ रूप में पूजा पाइबे। तारी पाखरे बहु कालरू
ବହୁ କାଳରୁ କହିଲେ କେତେ ବର୍ଷ ହେବ ଆମେ କହିପାରିବୁନି। ଗୋଟେ ଆଛୁ ଗଛ ଥିଲା, ଆଜି ବି ସେ ଗଛ ଅଛି। ଖରାଦିନେ ଆପଣ ଦେଖିବେ ତା ମୂଳରେ ବସିଲେ ଶିଶିର ଭଳି ବର୍ଷା ବିନ୍ଦୁ ଗୁଡ଼ିକ ପଡ଼େ, ଶିଶିର ବିନ୍ଦୁ ପଡ଼େ। ସେ ଗଛର ପତ୍ର ବି ଔଷଧ, ସେ ଗଛର କାଠ ବି ଔଷଧ, ସେ ଗଛର ଫଳ ବି ଔଷଧ, ତାର ଫୁଲ ବି ଔଷଧ। ନା ତାର ଆଛୁ। ଆଗରୁ କବିରାଜ ମାନେ ସେ ବୃକ୍ଷକୁ ଏତେଟା ଗୁରୁତ୍ୱ ଦେଉନଥିଲେ। ଏବେ କିନ୍ତୁ ଆଛୁ ଗଛର ସୃଷ୍ଟି ପାଇଁ ସମସ୍ତଙ୍କୁ ମଧ୍ୟ ପ୍ରେରଣା ଦିଆଯାଉଛି। ଏଇ ଆଛୁ କାଠ ଦେହରେ ଲଗେଇ ବହୁତ ଦିନର ବିଞ୍ଚି ଜାତୀୟ ରୋଗ, ଆମର ନେମାଳ ବନ୍ଧୁପୁର ସୁଦୁଖଣ୍ଡର ଗାୟକ ସୁଧାକର ଶ୍ରୀଯୁକ୍ତ ନନ୍ଦକିଶୋର ଦାସଙ୍କର ଗୋଟିଏ ବିଞ୍ଚି ରୋଗ ହେଇଥିଲା। କିନ୍ତୁ ସେ ବିଞ୍ଚି ନୁହେଁ, ସେ ଏଲୋପାଥିକ ସାଇନ୍ସରେ ସେ ହେଉଛି ସୋରିଆସିସ୍, ଯାହା ଭଲ ହୁଏ ନା। ସେଇ ଗଛର କାଠ ତାଙ୍କୁ ବରାଦ କରିଥିଲି। ସେ କାଠଟିକି ଘୋରିକିରି ନଗେଇ 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 ସେ ରୋଗଟି ଦୂରୀଭୂତ ହେଲା। ତାଙ୍କର ଗୁରୁ ଗାୟକ ଶ୍ରୀଯୁକ୍ତ ବୈଷ୍ଣବ ପ୍ରଧାନ, ତାଙ୍କର ମଧ୍ୟ ଗୋଡ଼ରେ ସେଇ ରୋଗଟି ହେଇଗଲା। ସିଏ ମଧ୍ୟ ତାଙ୍କ ଗୁରୁଦେବଙ୍କୁ କହିଲେ, ବାବାଙ୍କର ଆଦେଶ ଏଇ ଆଛୁ କାଠ ଘୋରିକିରି ନଗା। ସିଏ ମଧ୍ୟ ଭଲ ହେଇଯାଇଥିଲେ। ତେଣୁ ଠାକୁର କୋଉଠି ଅଛନ୍ତି? ଚାଲ ଆମେ କିଛି ଜଣ ଆଖିରେ ପୁଟୁଳି ବାନ୍ଧିବା, ମାନେ ଅନ୍ଧ ଭଳିଆ ଚାଲିବା। ଆମେ ଠାକୁରଙ୍କୁ ଦେଖିବାକୁ ବାହାରିବା। ମୁଁ ତାକୁ ଧରିବି, ସେ ମତେ ଧରିବ, ଏମିତି ଧରା ଧରି ହେଇଗଲୁ। ବାଟରେ ଯଦି ଗୋଟାଏ ଗଛ ପଇଲା, ସେ ଗଛକୁ ଆମେ ହାତରେ ଉଣ୍ଡାଳିକିରି ଧରିବୁ ଏବଂ କହିବୁ ଠାକୁର ହେଉଛନ୍ତି ଗଛ ଭଳିଆ। ଯଦି ଜୀବଟିକୁ ଧରିବୁ, ଠାକୁର ହେଉଛନ୍ତି ଜୀବ ଭଳିଆ ବା ବାଘ ଭଳିଆ ବା ହାତୀ ଭଳିଆ। ସେଇଭଳି ଭାବରେ ଇଏ ଦୁନିଆରେ ଜନ୍ମ ସତ୍ୟ, ମୃତ୍ୟୁ ସତ୍ୟ, ରୋଗ ବି ସତ୍ୟ, ଔଷଧ ବି ସତ୍ୟ, କାରଣ ବି ସତ୍ୟ, ନିରାକରଣ ବି ସତ୍ୟ। ତେଣୁ ଆମେ ସମସ୍ତେ ଯୋଗ କରିପାରିବା ନାହିଁ, କିନ୍ତୁ ରୋଗ ପାଇଁ ଔଷଧ ଖାଇପାରିବା। ଆଗରୁ ଚେରମୂଳିକା ଖାଉଥିଲେ, ହୋମିଓପାଥିକ ଖାଉଛେ, ଏବେ ବି ଖାଉଛେ, ଆୟୁର୍ବେଦିକ ଖାଉଛେ, ପୁଣି ଏଲୋପାଥିକ ସାଇନ୍ସ ମଧ୍ୟ ସେ ବହୁତ ପରିମାଣରେ ଅଗ୍ରଗତି ହେଲାଣି। ଅନେକ ଲୋକଙ୍କ ଜୀବନ ଏଥିରେ ରକ୍ଷା ହେଉଛି। ଏହାର ସ୍ରଷ୍ଟା କିଏ? ଏହାର ସ୍ରଷ୍ଟା ହେଉଛନ୍ତି ସେଇ ସ୍ୱୟଂ ଅନନ୍ତ। ଏଇ ଯେଉଁ ଗଛ ଉପରେ ମାତିଥିଲା କଣ୍ଟେଇ କୋଳି ଗଛ, ସେ ବି ଗୋଟିଏ ଔଷଧ। ଏବେ ବି ଯାହାର ମୁଣ୍ଡ ଜଳାପୋଡ଼ା ହୁଏ, ତାଙ୍କୁ ବଳିଆ ଓସ୍ତପତ୍ର କଣ୍ଟେଇ କୋଳି ଗଛ ବାଟି ମୁଣ୍ଡରେ ଘଷିବା ପାଇଁ ପରାମର୍ଶ ଦିଏ। ଆଉ ଅନେକ କହିଛନ୍ତି ବାବା ଆଉ ନାହିଁ ସେ ରୋଗ। ଏଇ ଯେଉଁ ଦୟା ବୋଲି ଗୋଟିଏ ଗଛ, ସହରୀ ବାବୁମାନେ ତାକୁ ଜାଣିପାରିବେନି, କବିରାଜ ମାନେ ଜାଣିପାରିବେ। ଇଏ ଦୟା ଗଛକୁ ଯଦି
ଆମେ ବାଟିକିରି କିମ୍ବା କେମିତି ଗୋଟେ ପାଣିରେ ପକାଇ ତାକୁ ପିଇବା ତାହେଲେ ଆମର ଗ୍ୟାସ ଜାତୀୟ ରୋଗ ମଧ୍ୟ ଦୂରୀଭୂତ। ଆଉ ଆପଣମାନେ ତ ଜାଣିଛନ୍ତି ତୁଳସୀର ଅନେକ ଗୁଣ, କଫ ବାତ ପିତ୍ତ ସବୁ ଜିନିଷକୁ ତୁଳସୀ ହରଣ କରେ। ଭଗବାନ ବି ନିଜେ କହିଛନ୍ତି ମୁଁ ହେଉଛି ଔଷଧ, ଅହଂ କ୍ରତୁରହଂ ଯଜ୍ଞ ସ୍ୱାଦାହ ମହ ଔଷଧ। ତେବେ ନିମ୍ବ ହେଉଛନ୍ତି ଆଉ ଗୋଟିଏ ଔଷଧ ଗଛ, ଯାହାକୁ ବିଦେଶରେ ଆଦର ତାର ବହୁତ ବଢ଼ିଛି, କିନ୍ତୁ ସ୍ୱଦେଶରେ ଜଗନ୍ନାଥଙ୍କୁ ଆମେ ଯେତିକି ଭଲ ପାଉଛୁ ବୋଧେ ନିମ୍ବ ଗଛକୁ ସେତିକି ଭଲ ପାଉନୁ। ନବକଳେବର ହେଲେ କିଛି ନିମ୍ବ ଗଛକୁ ଆମେ ଖୋଜୁଛୁ। ନିମ୍ବର ସାବୁନ, ନିମ୍ବର ତେଲ, ନିମ୍ବର ଫୁଲ, ନିମ୍ବର ପତ୍ର, ନିମ୍ବର ଛେଲି, ଇଏ ସବୁ ହେଉଛି ଔଷଧ ଜାତୀୟ ମାନେ ଦ୍ରବ୍ୟ। ଏଇଭଳି ଭାବରେ ଇଏ ସଂସାରର ସ୍ରଷ୍ଟା ଆମେ ଗୋଟେ ହୁଙ୍କା ଭିତରେ ପୂଜା କରୁଛୁ ବୋଲି ଭାବୁଛନ୍ତି। ହୁଙ୍କାକୁ ପୂଜା କରୁନୁ, ହୁଙ୍କାରେ ପୂଜା କରୁଛୁ। ଗୋଟିଏ ବାଟରେ ଯାଉଁ ଯାଉଁ ଜଣେ ବ୍ୟକ୍ତି ସୁନାମୁଣ୍ଡାଟିଏ ପାଇଲା, ତାକୁ ଯଦି କିଏ ଧଇଲା, ତୁ କୋଉଟାକୁ ଚୋରି କରି ଆଣିଛୁ, ଇଏ ସୁନାମୁଣ୍ଡାଟା କୋଉଠି ଥିଲା, ସେ ତମ ହାତକୁ ଧରିକି ନେଇକି ଯିବ, ଆଉ ଏଇ ନଈ କୂଳେ ଏଇଠି ପଡ଼ିଥିଲା। ସେମିତି ଅନନ୍ତ ଜ୍ୟୋତିଙ୍କୁ ସିଏ ବ୍ୟାପକ, ତାଙ୍କୁ ଆମେ ଅନନ୍ତ ରାଜ୍ୟରେ ତାଙ୍କୁ ଖୋଜୁଛୁ, ତାଙ୍କର ମହିମାକୁ ଉପଭୋଗ କରୁଛୁ, କିନ୍ତୁ ତାଙ୍କୁ ଆମେ ଟିକେ ମନର ନୈବେଦ୍ୟ ଦଉଛୁ କି ଦୁଃଖ ଟିକେ ଜଣେଇ ଆମେ ଲାଘବ ହେଉଛୁ, ସେଇ ଗୋଟିକ ହେଉଛି ହୁଙ୍କା। ଆଜି ଗୋଟେ ଗୀତ ଲେଖିଥିଲି, ସେ ଗୀତଟି କିଏ ଯଦି ଲେଖି କୀର୍ତ୍ତନ ଦେଲେ ପଢ଼ିବେ କି ନାହିଁ ସେ ଜାଣନ୍ତି। ହୁମ୍ କହିଲେ ଓମ୍ ହୁମ୍ ହନୁମତେ ନମଃ। ଯିଏ ଲକ୍ଷ୍ମଣଙ୍କୁ ବଞ୍ଚେଇବା ପାଇଁ ବା ସୁସ୍ଥ କରିବା ପାଇଁ ମୃତ୍ୟୁ ସଞ୍ଜୀବନୀ ସେ ଗନ୍ଧମାର୍ଦ୍ଦନରୁ ନେଇକି ଆସିଥିଲା। ହୁମ୍ କହିଲେ ହନୁମାନ, ହୁମ୍ କହିଲେ ହରି, ହରି କହିଲେ ମର୍କଟ, କିନ୍ତୁ ହନୁମାନ ମର୍କଟ ନୁହନ୍ତି। ଆମେ ଯେଉଁ ହନୁମାନ ଚାଳିଶାଟି ଲେଖିଛୁ, ଘରେ ଘରେ ତାକୁ ପଢ଼ନ୍ତୁ, ଦେଖନ୍ତୁ ହନୁମାନଙ୍କର ପ୍ରକୃତ ପରିଚୟ କ'ଣ, ସେଇଥିରୁ ଆପଣମାନେ ଜାଣିପାରିବେ। ଆଉ ତୁଳସୀ ତ ଲେଖିଛନ୍ତି ହୁମ୍। ଏଇ ହୁମ୍ର ମାଧ୍ୟମ କିଏ? ସେ ହେଉଛି କାୟା, ଆମ ଶରୀର। ଜୀବନ ଯେ ପର୍ଯ୍ୟନ୍ତ ଅଛି, ଇଏ ଶରୀରଟି ଯେ ପର୍ଯ୍ୟନ୍ତ ଅଛି, ସେ ପର୍ଯ୍ୟନ୍ତ ଆମେ ଅଛୁ, ଆମ ପାଇଁ ଠାକୁର ବି ଅଛନ୍ତି। ଆମେ ଚାଲିଗଲା ପରେ ବି ସେ ରହିବେ। ଏହା ହିଁ ସନାତନ। ଆଶ୍ୱିନ କୁମାର ପୂର୍ଣ୍ଣମୀ ଦିନ ହିଁ ମର୍ତ୍ତ୍ୟକୁ, ହିନ୍ଦୁମାନଙ୍କ ହିସାବରେ ମର୍ତ୍ତ୍ୟକୁ ତ୍ରେତୟା ଯୁଗ ଜନ୍ମ ନେଇଥିଲା। ତେଣୁ ଆଜିଠାରୁ ତ୍ରେତୟା ଯୁଗ ଆରମ୍ଭ ହେଲା, ମାନେ ଜନ୍ମ ହେଇଥିଲା ଯେବେ, କିନ୍ତୁ ଆଜିଠାରୁ
କାର୍ତ୍ତିକ ମାସର ମଙ୍ଗଳ ଆରତୀ, ଆକାଶ ଦୀପ, ତୁଳସୀ ପୂଜା, ଆକାମା ବଇଙ୍କର ପୂଜନ, ପ୍ରଭାତରେ ସ୍ନାନ, ବାଲୁଙ୍କେଶ୍ୱର ପୂଜନ, କାର୍ତ୍ତିକ ପୁରାଣ ପଠନ ବା ଶ୍ରବଣ, ଗୋପାଳ ସହସ୍ରନାମ, ବିଷ୍ଣୁ ସହସ୍ରନାମ ପଠନ ବା ଶ୍ରବଣ, ଧବଳେଶ୍ୱରଙ୍କର ଓଷା, ପ୍ରତ୍ୟେକ ସୋମବାର ମହାଦେବଙ୍କର ପୂଜା ବା ଓଷା ବା ବ୍ରତ, କାଳୀଙ୍କର ପୂଜା ଦୀପାବଳି, ତାପରେ ଗଜଲକ୍ଷ୍ମୀଙ୍କର ପୂଜା ଆରମ୍ଭ ହେଇଯାଇଛି, ଗିରି ଗୋବର୍ଦ୍ଧନଙ୍କର ପୂଜା ସେ ମଧ୍ୟ ନିଶ୍ଚିତ ଭାବରେ ହବ, ଦୀପାବଳି ଉତ୍ସବ ପାଳିତ ହବ, ବୋଇତ ବନ୍ଦାଣ ଉତ୍ସବ ପାଳିତ ହବ ଏବଂ ବିଭିନ୍ନ ସ୍ଥାନରେ ଓଡ଼ିଆ ଅତୀତକୁ ମନେ ପକାଇ ବାଲିଯାତ୍ରା ମଧ୍ୟ ଅନୁଷ୍ଠିତ। ତେଣୁ ଏହି ଐତିହ୍ୟପୂର୍ଣ୍ଣ ଆଧ୍ୟାତ୍ମିକ ପୂର୍ଣ୍ଣ ମାସଟି ହେଉଛି କାର୍ତ୍ତିକ। କାର୍ତ୍ତିକ ଯେହେତୁ ଚିର କୁମାର, ତେଣୁ ତାଙ୍କ ନାଁ ଅନୁଯାୟୀ ଏ ମାସର ନାମ ହେଇଛି କାର୍ତ୍ତିକ। କାର୍ତ୍ତିକେଶ୍ୱର ପୂଜା ଏହି ମାସରେ ପାଆନ୍ତି, ଯେହେତୁ ସେ କୁମାର। ଆହୁରି ତ ଅନେକ କଥା ଅଛି, କିନ୍ତୁ କୁତ୍ସିତ ଭାବନାକୁ ଯେଉଁମାନେ ମାରିଛନ୍ତି, ଦମନ କରିଛନ୍ତି, ସେଇମାନେ କୁମାର, ସେଇମାନେ ହେଉଛନ୍ତି ପ୍ରକୃତରେ କୁମାର। ତେଣୁ ଏସବୁ କଥା ଶୁଣିବା ପରେ ବାଲୁଙ୍କେଶ୍ୱର ପୂଜା ହେଇଥିଲା। ଗୋପୀମାନଙ୍କର ବସ୍ତ୍ର ଗୁଡ଼ିକ ଗଛ ଡାଳକୁ ଚାଲି ଯାଇଥିଲା ପବନରେ, ତାକୁ ପୁଣି କୃଷ୍ଣ ଫେରେଇଥିଲେ। ତେଣୁ ଅନ୍ୟମାନେ ଯେମିତି କହନ୍ତି ମୁଁ ସେମିତି କହିପାରେ ନା, ମୁଁ ବାସ୍ତବବାଦୀ ଲୋକ, ମୁଁ ବାସ୍ତବତାକୁ ଗୁରୁତ୍ୱ ଦିଏ। ଆଉ ବିଶେଷ କିଛି କହିବାକୁ ଚାହୁଁନି। ଓମ୍ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହା। এই মন্ত্রକୁ ଅନ୍ତତଃ ସକାଳେ 10 ଥର, ମଧ୍ୟାହ୍ନରେ 10 ଥର, ସନ୍ଧ୍ୟାରେ 10 ଥର କରିବା ଭଲ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମାଳାଟିଏ ଧରି ଅନ୍ତତଃ 3 ଥର ହଉ 5 ଥର ହଉ ଏ ମନ୍ତ୍ର ପଢ଼ିବେ। ଏବଂ ଅରୁଆ ଅନ୍ନ ଯଦି ଦେହରେ ଚଳିବନି, ଉଷୁନା ଅନ୍ନ ଖାଆନ୍ତୁ, କିନ୍ତୁ ଆମିଷାଦି ଭୋଜନ ଏହାକୁ ଗୋଟିଏ ମାସ ପାଇଁ ଅନ୍ତତଃ ବର୍ଜନ କରନ୍ତୁ। ପଞ୍ଚୁକ 5 ଦିନ, ଇଏ 5 ଦିନ ଭିତରେ ଆମକୁ ଭଗବାନ କୃଷ୍ଣଙ୍କର ରାସୋତ୍ସବରେ ଆମେମାନେ ମନ ଦେବା ଉଚିତ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ନିତ୍ୟ ରାସ ଶୁଣିବା ଉଚିତ। ଏଇଭଳି ଅନେକ କଥା। ତେବେ ଆଜି ହେଉଛି ଆମ ପାଇଁ, ଆମ ଠାକୁରଙ୍କର ଶ୍ରୀମୂର୍ତ୍ତି ହୁଙ୍କା ମୂର୍ତ୍ତିଙ୍କର ଆଜି ହେଉଛି ଜନ୍ମଦିନ। এই ଜନ୍ମଦିନରେ ଅନନ୍ତ କୋଟି ଶିଶୁ ତାଙ୍କରି କୃପାରୁ ଜନ୍ମ ହୋଇ ସେମାନେ ଆତଙ୍କ ନାଶକ ବାନା ଉଡ଼ାନ୍ତୁ। ଏତିକି କହି କଥାକୁ ବିଶ୍ରାମ ଦେଉଛି। କାର୍ତ୍ତିକ ମାସ ଆସିଛି, ବର୍ଷାର ଗତି ମଧ୍ୟ ସମ୍ପୂର୍ଣ୍ଣ ଯାଇନାହିଁ। ଏମିତି ଗୋଟେ ଭଲ ସମୟ ଭିତରେ ଯିଏ ଯେତିକି ପାରୁଛନ୍ତି ବୃକ୍ଷ ଲଗାନ୍ତୁ, ବୃକ୍ଷ ବଚାନ୍ତୁ।
श्री गुरु प्रेमानंदे इताई गौ हरि हरि बोल। जय श्री राम।